ଆଜିର ବିଷୟବସ୍ତୁ ଆମର ପ୍ରଦେଶ ଓଡ଼ିଶା। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ସ୍ୱାଗତ କରୁଛି ଫ୍ୟାକ୍ଟ ଫର ଓଡ଼ିଆ। ଆମ ଦେଶ ବହୁତ ବଡ଼। ପ୍ରଶାସନ ଦୃଷ୍ଟିରୁ ଏହାକୁ କେତୋଟି ରାଜ୍ୟରେ ବିଭକ୍ତ କରାଯାଇଛି। ଏହା ମଧ୍ୟରୁ ଗୋଟିଏ ରାଜ୍ୟ ଓଡ଼ିଶା। ଆସ ଓଡ଼ିଶା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା। ଓଡ଼ିଶା ଭାରତର ପୂର୍ବ ତଟରେ ଅବସ୍ଥିତ। ଝାଡ଼ଖଣ୍ଡ ଓ ୱେଷ୍ଟ ବେଙ୍ଗଲ ଉତ୍ତରରେ, ଛତିଶଗଡ଼ ପଶ୍ଚିମରେ ଓ ଆନ୍ଧ୍ରପ୍ରଦେଶ ଦକ୍ଷିଣରେ ଏହାର ପଡ଼ୋଶୀ ରାଜ୍ୟ ଗୁଡ଼ିକ। ଓଡ଼ିଶା ପୂର୍ବ କାଳରେ କଳିଙ୍ଗ ଏବଂ ଉତ୍କଳ ପରି କେତୋଟି ନାମରେ ନାମିତ ଥିଲା। ପ୍ରଚୁର ପ୍ରାକୃତିକ ସମ୍ପଦରେ ଅଧିକାରୀ ଏହି ରାଜ୍ୟ ସାଂସ୍କୃତିକ ଇତିହାସ ଦୃଷ୍ଟିରୁ ମଧ୍ୟ ଅତି ମହତ୍ୱପୂର୍ଣ୍ଣ। ଦେଶର ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ ଧାମ ଜଗନ୍ନାଥପୁରୀ ଏହି ପ୍ରଦେଶରେ ଅବସ୍ଥିତ, ଯେଉଁଠାରେ ବଳରାମ, ଜଗନ୍ନାଥ, ସୁଭଦ୍ରାଙ୍କର କାଠ ନିର୍ମିତ ମୂର୍ତ୍ତିମାନ ପ୍ରତିଷ୍ଠିତ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ରଥଯାତ୍ରା ଦିବସରେ ଏହାକୁ ଦୂର ଦୂରାନ୍ତରୁ ବହୁତ ଭକ୍ତ ଆସିଥାନ୍ତି। ସେହିପରି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଧ୍ୟ ଏହି ରାଜ୍ୟରେ ଅବସ୍ଥିତ। ଭୁବନେଶ୍ୱର ଏହି ରାଜ୍ୟର ରାଜଧାନୀ। ଭୁବନେଶ୍ୱର ପାଖରେ ଉଦୟଗିରି ଏବଂ ଖଣ୍ଡଗିରି ନାମକ ପ୍ରସିଦ୍ଧ ଗୁମ୍ଫା ରହିଛି। ଏହି ରାଜ୍ୟରେ ଜନ୍ମିତ ପ୍ରସିଦ୍ଧ କବି ଜୟଦେବ ସଂସ୍କୃତରେ ଗୀତ ଗୋବିନ୍ଦ ନାମକ କାବ୍ୟ ରଚନା କରିଥିଲେ, ଯାହାର ସଂସ୍କୃତ ଶ୍ଳୋକଗୁଡ଼ିକ ଜଗନ୍ନାଥ ମନ୍ଦିରରେ ସଙ୍ଗୀତ ମାଧ୍ୟମରେ ଗାନ କରାଯାଏ। ବୈଷ୍ଣବ, ଜୈନ ଏବଂ ବୌଦ୍ଧ ସମ୍ପ୍ରଦାୟ ତଥା ବିଭିନ୍ନ ଜନଜାତି ସମାଜ ସଦ୍ଭାବନା ସହିତ ଓଡ଼ିଶାର ପ୍ରାଚୀନ କାଳରୁ ରହିଆସୁଅଛି। ଖାରବେଳ, ଅନଙ୍ଗ, ଭୀମଦେବ, କପିଳେନ୍ଦ୍ର ଦେବ ପ୍ରଭୃତି ଏଠାରେ ରାଜାମାନେ ଭାରତର ବିରାଟ